Audio Jungle. ମୋ ସହିତ ଅଛନ୍ତି ମୁକ୍ତ କଲମର ସମ୍ପାଦକ ଜ୍ଞାନରଞ୍ଜନ ଦାସ। ନିକଟରେ ପୂର୍ବତନ ବିଧାୟକ ତଥା କଂଗ୍ରେସ ଜଣେ ଯୁବ ନେତା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କର 62ତମ ଜନ୍ମ ଦିବସ ସ୍ଥାନୀୟ କଂଗ୍ରେସ ଭବନରେ ମହାସମାରୋହରେ ଆୟୋଜନ ହୋଇଥିଲା ଏବଂ ଏହି ଅବସରରେ ଶ୍ରୀ ଦାସଙ୍କୁ ତାଙ୍କ ପ୍ରତିକ୍ରିୟା ରଖିବାକୁ ମୁଁ ଅନୁରୋଧ କରୁଛି। ଜ୍ଞାନବାବୁ କୁହନ୍ତୁ, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଯେଉଁ 62ତମ ଜନ୍ମ ଦିବସ ଗତ 14 ଦିନ ପାଳନ ହେଲା, ତାହାକୁ ନେଇ ଆପଣଙ୍କର ମତାମତ କ'ଣ? କାରଣ ଆପଣ ଜଣେ ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର ବହୁ ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି ଏବଂ ଲଲାଟେନ୍ଦୁ ବାବୁ ଓରଫ ଲୁଲୁ ମହାପାତ୍ରଙ୍କୁ ଆପଣ ଅତି ନିକଟରୁ ଜାଣିଛନ୍ତି। ତେଣୁ ତାଙ୍କ ସମ୍ପର୍କରେ ଦୁଇ ପଦ ଆପଣଙ୍କର ମତାମତ ଏଠି ରଖିବେ ବୋଲି ଆଶା କରୁଛି। 14 ତାରିଖ ଦିନ ବରିଷ୍ଠ ରାଜନେତା ପୂର୍ବତନ କଂଗ୍ରେସ ବିଧାୟକ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ 62ତମ ଜନ୍ମ ଦିବସ ପାଳିତ ହୋଇଛି। ଏହି ଅବସରରେ ରାଜ୍ୟର କଂଗ୍ରେସର ସଭାପତି ଭକ୍ତଚରଣ ଦାସଙ୍କ ସମେତ ବହୁ କଂଗ୍ରେସ ନେତା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଲୁଲୁ ମହାପାତ୍ର ସ୍ମୃତି କମିଟିର ଆବାହକ ଅମିୟ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ। ସ୍ୱର୍ଗତ ମହାପାତ୍ର ରାଜ୍ୟର ଜଣେ ଟାଣୁଆ କଂଗ୍ରେସ ନେତା ଥିଲେ। ସେ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ତାଙ୍କର ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି। ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ କନ୍ୟା ଉପାସନା ମହାପାତ୍ର ବିଜେପିରୁ ବର୍ତ୍ତମାନ ବ୍ରହ୍ମଗିରି ବିଧାୟିକା ଅଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ୱର୍ଗତ ମହାପାତ୍ରଙ୍କ କାର୍ଯ୍ୟଶୈଳୀକୁ ଆମେ ପ୍ରଶଂସା କରିବା ସହ ଆଗାମୀ ଦିନରେ ଆଉ ଜଣେ ଲୁଲୁ ଭାଇ ଓଡ଼ିଶାରେ ଜନ୍ମ ନିଅନ୍ତୁ ଏବଂ ତାଙ୍କ ପରିବାରକୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ରଖନ୍ତୁ, ଏହା ହିଁ କାମନା। ଧନ୍ୟବାଦ।